गुड मॉर्निंग स्टूडेंट्स। गुड Very मॉर्निंग good सर। morning, अच्छा केमती अच्छो समस्ते? ଭଲ ଅଛି ସାର୍। अच्छा तुमको कौन करिया ପାଇଁ ଭଲ ଲାଗେ କହିଲ? मते गीत गाइबाको नाचिबाको और गप्प सुनियाको बहुत भल लागे। अच्छा गप्प सुनिया ପାଇଁ ଭଲ ଲାଗେ? आज्ञा सर। सर। अच्छा तुमको कौन ଭଲ ଲାଗେ କି? ସାର୍ ଖେଳିବା ପାଇଁ ଭଲ ଲାଗେ ସାର୍। अच्छा ଖେଳିया ପାଇଁ। अच्छा କହିଲ କେते ଜणକୁ ଗପ ଶୁଣିବା ପାଇଁ ଭଲ ଲାଗେ ଟିକେ? ମତେ ସାର୍ ମତେ ସାର୍। ଆରେ ବାह ବହୁତ ପିଲାଙ୍କୁ ତ ଗପ ଶୁଣିବା ପାଇଁ ଭଲ ଲାଗେ। ଠିକ ଅଛି ତମକୁ ମୁଁ ଗପଟେ ଶୁଣେଇବି। ତା ଆଗରୁ ମୁଁ ତମକୁ ଗୋଟେ ଶବ୍ଦ ଶୁଣଉଛି। ଏଇ ଶବ୍ଦଟିକୁ ତମେ ମନ ଧ୍ୟାନ ଦେଇ ଶୁଣ ଏବଂ କଣ ସେଟାରେ ହଉଛି ମତେ ଶୁଣିକି କହିବ। ହେଲା ଏବେ ଶୁଣ। ପିଲାମାନେ ଶୁଣି ପାରିଲ ନା? आज्ञा सर। ଠିକ ଅଛି। ଆଚ୍ଛା ଏଇ ଶବ୍ଦରୁ କଣ ତମେ ଲକ୍ଷ୍ୟ କରୁଛ? सर जणा पड़छि एमते युद्ध होउछि। ତମେ କଣ ଲକ୍ଷ୍ୟ କରୁଛ? ସାର୍ ଖଣ୍ଡା ସାଉଣ୍ଡ ଆଉଛି ସାର୍। ଭେରି ଗୁଡ। ତାହେଲେ ଏଇଟା ଗୋଟେ ଯୁଦ୍ଧର ଶବ୍ଦ ଆମେ ଶୁଣିଲେ। ଆଚ୍ଛା ତମ ଇତିହାସ ବହିରେ ଭାରତରେ ଇଂରେଜ ଶାସନର ପ୍ରଭାବ ସମ୍ପର୍କରେ ଆମେ ପୂର୍ବରୁ ପଢିଥିଲେ। ଆଜ୍ଞା ସାର୍। ପଢିଥିଲେ କି ନାହିଁ? ଆଜ୍ଞା ସାର୍। ଆଚ୍ଛା ସେଇଥିରେ ଆମେ ପଲାସି ଯୁଦ୍ଧ ସମ୍ପର୍କରେ ବି ପଢିଥିଲେ। ଆଜ୍ଞା ସାର୍। ଠିକ ଅଛି ଆମେ ସେଇଭଳି ଏକ ଯୁଦ୍ଧ ସମ୍ପର୍କରେ ଆଜି ପଢିବା ଯାହାର ନାଁ ହଉଛି ବକ୍ସାର ଯୁଦ୍ଧ। କଣ ତାର ନାଁ? बक्सर युद्ध। ଠିକ ଅଛି। ତାହେଲେ ସେଇ ଯୁଦ୍ଧ ସମ୍ପର୍କରେ ଆମେ ପଢିବା। ସେଇ ଯୁଦ୍ଧର ନାଁ ହଉଛି କଣ? ବକ୍ସାର ଯୁଦ୍ଧ। ସମସ୍ତେ ଜାଣିଛ ନା? ଏଇ ଆଜ୍ଞା ଚିତ୍ରକୁ ସାର୍। ଲକ୍ଷ୍ୟ କର। ଏଇ ଚିତ୍ରରେ କଣ ଲକ୍ଷ୍ୟ କରୁଛ ଟିକେ ଦେଖ। ସାର୍ ହାତୀ ଅଛି ସାର୍। ଆଉ କଣ? आ बहुत लोक भी अछंती। ଏଇ ଲୋକମାନେ ନିଜ ନିଜ ମଧ୍ୟରେ ପରସ୍ପର ଯୁଦ୍ଧରେ ସମସ୍ତେ ଲିପ୍ତ ଅଛନ୍ତି। ସେଇ ଯୁଦ୍ଧର ନାଁ କଣ? ବକ୍ସାର ଯୁଦ୍ଧ। ଏଇ ବକ୍ସାର ଯୁଦ୍ଧ ସମ୍ପର୍କରେ ଆମେ ଆଜି ପଢିବା। ବୁଝିପାରିଲ ସମସ୍ତେ? आज्ञा सर। ପିଲାମାନେ ଏଇ ଚିତ୍ରକୁ ଟିକେ ଭଲ ଭାବରେ ଲକ୍ଷ୍ୟ କର। ଇଏ ହେଉଛନ୍ତି ଆମ ମୋଗଲର ଶାସକ ଶାହା ଆଲାମ। ହେଲା କିଏ ଇଏ? ଶାହା ଆଲାମ। ତା ସାଇଡରେ ଯୋଉ ଚିତ୍ରଟା ଅଛି ଦେଖ ଏଇଟା ହଉଛି ଆମର ତାଜମହଲର ଚିତ୍ର। ଆଚ୍ଛା କହିଲ ତାଜମହଲ କେଉଁଠାରେ ଅବସ୍ଥିତ? ଆଗ୍ରା। ଭେରି ଗୁଡ। ତାହେଲେ ଏଇ ଚିତ୍ରକୁ ଜାଣିପାରିଲ। ଏବେ ପରବର୍ତ୍ତୀ ଚିତ୍ର ଆମେ ଦେଖିବା। ପିଲାମାନେ ଏବେ ଏଇ ଚିତ୍ର ଟିକେ ଦେଖ। ଇଏ ହେଉଛନ୍ତି ବଙ୍ଗଳାର ନବାବ ମୀର କାସିମ। କିଏ ନା ମୀର କାସିମ। ଆଚ୍ଛା ତା ସାଇଡରେ ଯୋଉ ଚିତ୍ରଟି ଦେଖୁଛ ଗୋଟେ କାହାର ଚିତ୍ର କହିଲ? हावड़ा ब्रिज। ହାଓଡା ବ୍ରିଜ। ଭେରି ଗୁଡ। ଯୋଉଟା କି ଆମର କୋଲକାତାରେ ବର୍ତ୍ତମାନ ଅଛି। ତମମାନେ କେବେ କୋଲକାତା ଗଲେ ଏଇ ବ୍ରିଜକୁ ଦେଖିବ। ଏବେ ତମମାନଙ୍କୁ ଆଉ କିଛି ଚିତ୍ର ଦେଖଉଛି। ବର୍ତ୍ତମାନ ଏଇ ଚିତ୍ରକୁ ଦେଖ। ଇଏ ହଉଛନ୍ତି ଅଯୋଧ୍ୟାର ନବାବ ସୁଜାଉଦୌଲା। କିଏ? ଇଏ ହଉଛନ୍ତି ଅଯୋଧ୍ୟାର ନବାବ ସୁଜାଉଦୌଲା ଯିଏକି ଆମର ଅଯୋଧ୍ୟାର ନବାବ ଥିଲେ। ବର୍ତ୍ତମାନ ତାର ସାଇଡରେ ଯୋଉ ଚିତ୍ରଟି ଦେଖୁଛ ଇଏ ହଉଛନ୍ତି ପୂର୍ବ ଅବସ୍ଥାର ଅଯୋଧ୍ୟାର ଚିତ୍ର। ବର୍ତ୍ତମାନ ଯାହାକି ସେଇ ଅଯୋଧ୍ୟାରେ ଆମର କଣ ହେଇଛି? राम मंदिर प्रतिष्ठा ହେଇଛି। ଭେରି ଗୁଡ। ତେବେ ଆଉ କିଛି ଚିତ୍ର ଦେଖ ଏବେ। ପିଲାମାନେ ତମେ ଏଇ ହାଓଡା ବ୍ରିଜର ଚିତ୍ର ଦେଖିଥିଲ ନା? आज्ञा सर। ଭେରି ଗୁଡ। ଆଚ୍ଛା ସେଟା କୋଉଠି ଅଛି? कोलकाता रे। ଯାହାକୁ ପୂର୍ବରୁ ବଙ୍ଗଳା ଭାବରେ ଆମେ ସମସ୍ତେ ଜାଣିଥିଲେ। ଆଚ୍ଛା ସେଇ ବଙ୍ଗଳାର ଗଭର୍ଣ୍ଣର ଥିଲେ କିଏ? ସାର୍ ହେକ୍ଟର ମୁନରୋ। ଏବେ ଆମେ ସମସ୍ତଙ୍କ ବିଷୟରେ ଚିତ୍ର ମାଧ୍ୟମରେ ଦେଖିବା। ପିଲାମାନେ ଆମେ ପୂର୍ବରୁ ଏଇ ତିନି ଜଣଙ୍କ ବିଷୟରେ ଦେଖିଛନ୍ତି। ଇଏ ହଉଛନ୍ତି ଶାହା ଆଲାମ ଯିଏ ମୋଗଲର ସମ୍ରାଟ ଥିଲେ। ସେକେଣ୍ଡରେ ଅଛନ୍ତି କିଏ? ଅଯୋଧ୍ୟାର ନବାବ ସୁଜାଉଦୌଲା। ଥାର୍ଡରେ ଅଛନ୍ତି ବଙ୍ଗଳାର ନବାବ ମୀର କାସିମ। କଣ ହେଇଥିଲା ନା 1764 ଖ୍ରୀଷ୍ଟାବ୍ଦରେ ବଙ୍ଗର ନବାବ ମୀର କାସିମ ଅଯୋଧ୍ୟାର ନବାବ ସୁଜାଉଦୌଲା ଏବଂ ମୋଗଲ ସମ୍ରାଟ ଶାହା ଆଲାମ ମିଶି ଇଂରେଜ ମାନଙ୍କ ବିରୁଦ୍ଧରେ ଗୋଟେ ଯୁଦ୍ଧ କରିଥିଲେ। ବୁଝିପାରିଲ? आज्ञा सर। ଯୁଦ୍ଧର ନାମ ଥିଲା କଣ? ବକ୍ସାର ଯୁଦ୍ଧ। ବୁଝିପାରିଲ? आज्ञा सर। ସେଇ ବକ୍ସାର ଯୁଦ୍ଧ ଆମର କାହିଁକି ନାମ ଦିଆ ହେଇଥିଲା ନା ସେଇ ସ୍ଥାନର ନାମ ଥିଲା କଣ? ବକ୍ସାର। ତେଣୁ ତାହାର ନାମ ଦିଆ ହେଇଥିଲା ବକ୍ସାର ଯୁଦ୍ଧ। ବୁଝିପାରିଲ? आज्ञା सर। ସେଇ ବକ୍ସାର ଯୁଦ୍ଧରେ ଇଂରେଜ ମାନେ ବିଜୟୀ ହେଲେ। ବୁଝିପାରିଲ? ଏବଂ ଅଯୋଧ୍ୟାର ନବାବ ସୁଜାଉଦୌଲା ଇଂରେଜ ମାନଙ୍କ ପାଖରେ ଆତ୍ମସମର୍ପଣ କଲେ।
ଇଂରେଜ ମାନେ ସୁଜାଉଦ୍ଦୌଲାଙ୍କୁ ସସମ୍ମାନରେ ଅଯୋଧ୍ୟାର ନବାବ କରାଇଲେ। ଏହି ବିଜୟ ଫଳରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ଭାରତରେ ଦୃଢ ହେଲା। ବୁଝିପାରିଲ? ଆଜ୍ଞା ସାର୍। ଆଚ୍ଛା, ଆତ୍ମସମର୍ପଣ କିଏ କଲେ? କାହିଁକି ନା ଯେହେତୁ ସମସ୍ତେ ହାରିଗଲେ, ସିଏ ଆଉ ସେମାନଙ୍କୁ ଡରିବେ କି ନାହିଁ? ସେ ଡରି ଯାଇ ନିଜକୁ କଣ କଲେ? ଆତ୍ମସମର୍ପଣ କରିଦେଲେ। କିଏ ସେ? ଭେରି ଗୁଡ। ପିଲାମାନେ এই ଚିତ୍ର ଟିକେ ଲକ୍ଷ୍ୟ କର। ପ୍ରଥମେ ଆମର ବଙ୍ଗଳାର ଗଭର୍ଣ୍ଣର ଥିଲେ ସାର୍ ହେକ୍ଟର ମୁନରୋ, କିନ୍ତୁ ପରବର୍ତ୍ତୀ ସମୟରେ ଇଏ ହେଇଗଲେ ଗଭର୍ଣ୍ଣର, ଯାହାଙ୍କ ନାଁ ହଉଛି ଲର୍ଡ କ୍ଲାଇଭ। ବୁଝିପାଇଲ? ଆଚ୍ଛା, ସବୁ ଜିନିଷର ଗୋଟେ ପରିଣାମ ଥାଏ କି ନାହିଁ? ନିଶ୍ଚିତ ଥାଏ। ତେଣୁ ଏଇ ବକ୍ସାର ଯୁଦ୍ଧ ପରେ କଣ ଘଟିଲା ନା ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନରେ ବିଶୃଙ୍ଖଳା ଦେଖାଗଲା। 1765 ମସିହାରେ କ୍ଲାଇଭ ପୁନଃ ବଙ୍ଗର ଗଭର୍ଣ୍ଣର ରୂପେ ନିଯୁକ୍ତି ହେଲେ। ସେ ପ୍ରଥମେ କଣ କଲେ ନା କାଉନସିଲର ସଦସ୍ୟମାନଙ୍କ ଏଜେନ୍ସି ପ୍ରଥାକୁ ରଦ୍ଦ କରିଦେଇଥିଲେ। ଜାଣିପାଇଲ? ସେ କଣ କରିଥିଲେ? କାଉନସିଲର ସଦସ୍ୟମାନେ କିମ୍ବା କର୍ମଚାରୀମାନେ କୌଣସି ଉପହାର କିମ୍ବା ସୁବିଧାକୁ ଗ୍ରହଣ କରିବେ ନାହିଁ ବୋଲି ଏହା ଗୋଟେ ଆଇନ ପ୍ରଣୟନ କରିଦେଇଥିଲେ। ବୁଝିପାରିଲ? ଦେଖ ପିଲାମାନେ, ଏଇ ଚିତ୍ରରେ 12 ଜଣକୁ ନେଇ ଗୋଟେ କାଉନସିଲ ଥିଲା। ଏଇ କାଉନସିଲକୁ ଆମର ଗଭର୍ଣ୍ଣର ଲର୍ଡ କ୍ଲାଇଭ ରଦ୍ଦ କରିଥିଲେ, ଯାହାକି କାଉନସିଲର ସଦସ୍ୟମାନେ କିମ୍ବା କର୍ମଚାରୀମାନେ କୌଣସି ଉପହାର କିମ୍ବା ସୁବିଧା ଗ୍ରହଣ କରିପାରିବେ ନାହିଁ ବୋଲି କ୍ଲାଇଭ ନିୟମ କରିଥିଲେ, ଯାହାଦ୍ୱାରା ଅଫିସର ମାନଙ୍କ ଅବୈଧ ବ୍ୟବସାୟ ବନ୍ଦ କରିଦେଇଥିଲେ ଏବଂ ସାମରିକ କର୍ମଚାରୀମାନେ ପାଉଥିବା ଭତ୍ତା ପ୍ରଥାର ପରିବର୍ତ୍ତନ ମଧ୍ୟ କରିଥିଲେ। ବୁଝିପାଇଲ? ଆଚ୍ଛା ପିଲାମାନେ, ଏଇ ଚିତ୍ରକୁ ଟିକେ ଲକ୍ଷ୍ୟ କଲ ଭଲସେ। ଏଠି କଣ ହଉଛି? ସାରି ଫଟୋରେ କିଛି ଇଂରେଜ ମାନେ ଆଉ ରାଜାଙ୍କ ମଧ୍ୟରେ କିଛି ପତ୍ର ବିନିମୟ ହଉଛି। ଭେରି ଗୁଡ। ତାହେଲେ ଏଠାରେ ବକ୍ସାର ଯୁଦ୍ଧ ପରେ କଣ ହେଲା ନା କ୍ଲାଇଭ ସୁଜାଉଦ୍ଦୌଲାଙ୍କ ସହିତ 1765 ଖ୍ରୀଷ୍ଟାବ୍ଦରେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହାର ନାମ ଥିଲା ଆହ୍ଲାବାଦ ଚୁକ୍ତି। ଏହା ଅନୁଯାୟୀ ଅଯୋଧ୍ୟାର ନବାବ କୋରା ଓ ଆହ୍ଲାବାଦ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କଲେ। ନବାବ ଯୁଦ୍ଧର କ୍ଷତିପୂରଣ ବାବଦରେ ନବାବ ଇଂରେଜମାନଙ୍କୁ 50 ଲକ୍ଷ ଟଙ୍କା ଦେବାକୁ ରାଜି ହେଲେ। ନବାବଙ୍କ ନିରାପତ୍ତା ଦାୟିତ୍ୱ ପାଇଁ ନିଜ ଖର୍ଚ୍ଚରେ ଇଂରେଜ ସୈନ୍ୟମାନଙ୍କୁ ନିଜ ରାଜ୍ୟରେ ରଖିବାକୁ ପଡ଼ିଥିଲା। ଏହା ଫଳରେ ଅଯୋଧ୍ୟାରେ ଇଂରେଜମାନଙ୍କର ପ୍ରାଧାନ୍ୟ ରହିଥିଲା। ପିଲାମାନେ ବୁଝିପାରିଲ? ଭେରି ଗୁଡ। ଆଚ୍ଛା ପିଲାମାନେ, ଏହି ଚିତ୍ରକୁ ଟିକେ ଲକ୍ଷ୍ୟ କଲ। ଇଏ ହେଉଛନ୍ତି ମୋଗଲ ଶାସକ ଶାହା ଆଲମ। ଦେଖୁଛ ତ? ତମକୁ ଦେଖିକି ଲାଗୁଛି ନା ଇଏ ବହୁତ ବିଳାସ ପ୍ରିୟ ଥିବେ? କାହିଁକି ନା ଇଏ ଦେଖ ବହୁତ ସାରା ଜିନିଷ ପିନ୍ଧିଛନ୍ତି। ହେଲା, ୟାଙ୍କର ନାଁ କଣ? ଶାହା ଆଲମ। ଏବଂ ତା ସାଇଡରେ ଯୋଉ ଚିତ୍ର ଦେଖୁଛ, ଇଏ ହଉଛି ବଙ୍ଗର ମାନଚିତ୍ର। ଦେଖୁଛ? ଯୋଉଠିକି ପ୍ରଥମେ ଇଂରେଜ ମାନେ ଆସି ତାଙ୍କର ବାଣିଜ୍ୟ କାରବାର ଆରମ୍ଭ କରିଥିଲେ, ଯୋଉଠିକି ଆମର ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଗଠନ କରିଥିଲେ। ହେଲା। ଆଚ୍ଛା, କ୍ଲାଇଭଙ୍କ ଚୁକ୍ତି ଅନୁଯାୟୀ ମୋଗଲ ସମ୍ରାଟ ଶାହା ଆଲମଙ୍କ ଠାରୁ ବଙ୍ଗ, ବିହାର ଏବଂ ଓଡ଼ିଶାର ଦେୱାନ ବା ରାଜସ୍ୱ ଲାଭ କଲେ। ଏହା ଦ୍ୱାରା ଏହି ଅଞ୍ଚଳର ରାଜସ୍ୱ ଆଦାୟ ଭାର କମ୍ପାନୀ ନିଜ ହାତକୁ ନେଲା। ଆଚ୍ଛା, କୋଉ କମ୍ପାନୀ କି ରେ? ଭେରି ଗୁଡ। ପିଲାମାନେ, ଆଜି ତ ତମେ ବକ୍ସାର ଯୁଦ୍ଧ ସମ୍ପର୍କରେ ଜାଣିଲ। ତାହେଲେ ଆଜି ଆମେ କଣ ଶିଖିଲେ ସବୁ ଟିକେ ଦେଖିବା। ହେଲା, ବକ୍ସାର ଯୁଦ୍ଧ 1764 ମସିହାରେ ବକ୍ସାର ନାମକ ସ୍ଥାନରେ ହୋଇଥିଲା। କେଉଁଠି ହେଇଥିଲା? ବକ୍ସାର ନାମକ ସ୍ଥାନରେ। ସେଇ ସ୍ଥାନର ନାଁଟା ବକ୍ସାର ଥିଲା, ସେଥିପାଇଁ ସେଇ ଯୁଦ୍ଧକୁ ଆମେ ବକ୍ସାର ଯୁଦ୍ଧ ବୋଲି କହିଲେ। ଆଚ୍ଛା, ସେହି ସମୟରେ ବଙ୍ଗର ନବାବ ଥିଲେ ମୀର କାସିମ। ବୁଝିପାରିଲ? ସେଇ ସମୟରେ ବଙ୍ଗର ନବାବ ଥିଲେ ମୀର କାସିମ ଏବଂ ଅଯୋଧ୍ୟାର ନବାବ ଥିଲେ ସୁଜାଉଦ୍ଦୌଲା। ତାପରେ ମୋଗଲର ସମ୍ରାଟ ମଧ୍ୟ ଥିଲେ ଶାହା ଆଲମ। ସେମାନେ ମିଶି
ଆମର ଇଂରେଜ ମାନଙ୍କ ସହିତ ଯୁଦ୍ଧ କରିଥିଲେ, ଯାହାର ନାମ ଥିଲା କଣ? ବକ୍ସାର ଯୁଦ୍ଧ। ମୀର କାସିମ, ସୁଜାଉଦୁଲ୍ଲା, ଶାହ ଆଲାମ ମିଶି ଇଂରେଜ ମାନଙ୍କ ସହ ଯୁଦ୍ଧ କରିଥିଲେ ଏବଂ ସେହି ଯୁଦ୍ଧରେ ଇଂରେଜ ମାନେ ବିଜୟ ଲାଭ କରିଥିଲେ। ବୁଝିପାରିଲ ପିଲାମାନେ? ଇଂରେଜ ମାନେ ବିଜୟ ଲାଭ କଲେ, ତେଣୁ ସେଇ ଯୁଦ୍ଧର ନାମ ରଖିଲେ କଣ? ବକ୍ସାର ଯୁଦ୍ଧ। କାହିଁକି ନା ସେଇ ସ୍ଥାନର ନାମଟା ଥିଲା କଣ? ବକ୍ସାର। ତାପରେ ସୁଜାଉଦୁଲ୍ଲା ଇଂରେଜ ମାନଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ଯେତେବେଳେ ହାରିଗଲେ ସେତେବେଳେ ଇଏ କୌଣସି ଉପାୟ ନ ପାଇକି ଇଂରେଜ ମାନଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ସେଥିପାଇଁ ଇଂରେଜ ମାନେ କଣ କଲେ ନା ସୁଜାଉଦୁଲ୍ଲାଙ୍କୁ ସସମ୍ମାନରେ ଅଯୋଧ୍ୟାର ନବାବ କରାଇଥିଲେ। ଏହି ଯୁଦ୍ଧ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସୁଦୃଢ ହୋଇଥିଲା। ତାହାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ 1765 ମସିହାରେ କ୍ଲାଇଭ ପୁନଃ ବଙ୍ଗର ଗଭର୍ଣ୍ଣର ରୂପରେ ନିଯୁକ୍ତି ଦିଆଯାଇଥିଲା। ସେ ପ୍ରଥମେ କାଉନସିଲ ସଦସ୍ୟ ପ୍ରଥାକୁ ରଦ୍ଦ କରିଦେଇଥିଲେ, ଯାହାଦ୍ୱାରା ଅଫିସର ମାନଙ୍କର ଅବୈଧ ବ୍ୟବସାୟକୁ ମଧ୍ୟ ବନ୍ଦ କରାଯାଇଥିଲା। 1765 ମସିହାରେ ବକ୍ସାର ଯୁଦ୍ଧ ପରେ କ୍ଲାଇଭ ସୁଜାଉଦୁଲ୍ଲା ସହ ଏକ ଚୁକ୍ତି କରିଥିଲେ। ବୁଝିପାରିଲ ପିଲାମାନେ ବକ୍ସାର ଯୁଦ୍ଧ ସମ୍ପର୍କରେ? ବୁଝିପାରିଲ କି ନାହିଁ? ପଲାସି ଯୁଦ୍ଧ ଏବଂ ବକ୍ସାର ଯୁଦ୍ଧ ପରେ ଇଂରେଜ ମାନଙ୍କର ପ୍ରାଧାନ୍ୟ ଦିନକୁ ଦିନ ବଢିଗଲା। ନିଶ୍ଚିତ ଭାବରେ ବଢିଯିବ, ଯେହେତୁ ସେମାନେ ଯୁଦ୍ଧରେ ଜିତିଗଲେ, ସେମାନେ ତାଙ୍କ ମନ ହିସାବରେ କାମ କରିଥିବେ। ନିଶ୍ଚିତ ସେମାନେ ତାଙ୍କର ପ୍ରାଧାନ୍ୟ ବଢି ଯାଇଥିଲା ଓ ତାଙ୍କର ବାଣିଜ୍ୟ ବିସ୍ତାର ମଧ୍ୟ ଦିନକୁ ଦିନ ସେଇ ଦିନ ଠାରୁ ବଢି ଯାଇଥିଲା। ଏବେ ପିଲାମାନେ ବୁଝିପାରିଲ? ଆଜି ଆମେ ବକ୍ସାର ଯୁଦ୍ଧ ସମ୍ପର୍କରେ ପଢିଲେ, ତ ସେହି ସମ୍ପର୍କରେ ମୁଁ ତମମାନଙ୍କୁ କିଛି ପ୍ରଶ୍ନ ପଚାରିବି, ତମେ ତାହାର ଉତ୍ତର ଦେବ କି ନାହିଁ? ଭେରି ଗୁଡ। ଆଚ୍ଛା, ପ୍ରଥମ ପ୍ରଶ୍ନ, କହିଲ କେତେ ଖ୍ରୀଷ୍ଟାବ୍ଦରେ ବକ୍ସାର ଯୁଦ୍ଧ ହୋଇଥିଲା? ଅପସନ ଏ 1764, ଅପସନ ବି 1664, ଅପସନ ସି 1760, ଅପସନ ଡି 1774। କୁହ। 1764 ଭେରି ଗୁଡ, ଠିକ ଉତ୍ତର କହିଛ, 1764। ଏବେ ଦ୍ୱିତୀୟ ପ୍ରଶ୍ନ, 1765 ଖ୍ରୀଷ୍ଟାବ୍ଦରେ ବଙ୍ଗର ଗଭର୍ଣ୍ଣର କିଏ ଥିଲେ? ବେଣ୍ଟିକ, କ୍ଲାଇଭ, କର୍ନୱାଲିସ, ଲର୍ଡ ନର୍ଥ। କିଏ ଥିଲେ? ଭେରି ଗୁଡ, କ୍ଲାଇଭ ଥିଲେ ଆମର ବଙ୍ଗର ଗଭର୍ଣ୍ଣର। ତୃତୀୟ ପ୍ରଶ୍ନ, 1765 ଖ୍ରୀଷ୍ଟାବ୍ଦରେ ମୋଗଲର ସମ୍ରାଟ କିଏ ଥିଲେ? ଆଚ୍ଛା କହିଲ। ତାହେଲେ ଏଇଟା ମନେ ପଡୁନି। ଏହାର ଉତ୍ତର ହଉଛି ଶାହ ଆଲାମ। କିଏ? ତାହେଲେ 1765 ଖ୍ରୀଷ୍ଟାବ୍ଦରେ ମୋଗଲର ସମ୍ରାଟ ଥିଲେ କିଏ? ଶାହ ଆଲାମ। ଆଚ୍ଛା, କିଏ ପ୍ରଥମେ କାଉନସିଲର ସଦସ୍ୟ ମାନଙ୍କୁ ଏଜେନ୍ସି ପ୍ରଥା ରଦ୍ଦ କରିଥିଲେ? କର୍ନୱାଲିସ, ୱିଲିୟମ ବେଣ୍ଟିକ, କ୍ଲାଇଭ, ଲର୍ଡ ନର୍ଥ। କିଏ କହିଲ? ଭେରି ଗୁଡ, କିଏ? କ୍ଲାଇଭ। ଆଚ୍ଛା, ପଞ୍ଚମ ପ୍ରଶ୍ନ, ଇଂରେଜ ମାନଙ୍କ ପାଖରେ କିଏ ଆତ୍ମସମର୍ପଣ କରିଥିଲେ? ତମକୁ କହିଥିଲି ନା ଆତ୍ମସମର୍ପଣ, ମନେ ପଡୁଛି? ଅପସନ ଏ ହାଇଦର ଅଲି, ଅପସନ ବି ସୁଜାଉଦୁଲ୍ଲା, ଅପସନ ସି ମୀର କାସିମ, ଅପସନ ଡି ଶାହ ଆଲାମ। କିଏ? ଭେରି ଗୁଡ। ଆଚ୍ଛା, ସମସ୍ତେ ତାହେଲେ ଜାଣିଛ, ଠିକ ଅଛି। ପିଲାମାନେ, ଆମେ ପ୍ରଶ୍ନ ଗୁଡ଼ିକ କଲେ, ଏହାପରେ ଏହି ପ୍ରଶ୍ନ ଗୁଡ଼ିକ ଉତ୍ତର ତମେ ମାନେ ନିଜ ଖାତାରେ ସମସ୍ତେ ଲେଖିଦେବ। ମନ ଦେଇକି ସମସ୍ତେ ପଢିବ ହେଲା। ଆଜି ଆମେ ବକ୍ସାର ଯୁଦ୍ଧରେ ଘଟିଥିବା ଘଟଣାବଳୀ ସମ୍ପର୍କରେ ଜାଣିଲେ। ଆଜି ପାଇଁ ଏତିକି। ଧନ୍ୟବାଦ। ସମସ୍ତେ ଭଲ ଭାବରେ ପଢିକି ଆସିବ।